କରିବାର ଆବଶ୍ୟକତା ନଥିଲା ଆଜି ଦିନରେ କାହିଁକି ଦେଶର 78ତମ ସ୍ୱାଧୀନତା ଦିବସ ଅବସରରେ ମୁଁ ଆପଣମାନଙ୍କ ଜରିଆରେ ସମସ୍ତ ଓଡ଼ିଶାବାସୀ ତଥା ଦେଶବାସୀଙ୍କୁ ଭାରତୀୟ ଜନତା ପାର୍ଟି ତରଫରୁ ଅଭିନନ୍ଦନ ଜଣାଉଛି। ଆଉ ଯେଉଁ ପ୍ରଶ୍ନ ଆପଣ ମୋ ସାମ୍ନାରେ ରଖିଲେ, ସାଧାରଣତଃ ସ୍ୱାଧୀନତା ଦିବସର ଭାଷଣ ଉପରେ ଓଡ଼ିଶାରେ ଏବଂ ଦେଶରେ ଗୋଟେ ପରମ୍ପରା ଅଛି ଯେ ତା ଉପରେ କୌଣସି ପ୍ରକାର ତର୍କ ବିତର୍କ କରାଯାଏ ନାହିଁ। କିନ୍ତୁ ଦୁଃଖର ବିଷୟ ହେଉଛି ଓଡ଼ିଶାରେ ଥିବା ବିରୋଧୀ ଦଳ ବିଜୁ ଜନତା ଦଳର ମୁଖିଆ ହୁଅନ୍ତୁ କିମ୍ବା ତାଙ୍କ ମୁଖପାତ୍ର ମାନେ ହୁଅନ୍ତୁ, ସେମାନେ କେତେବେଳେ ବି ଗ୍ରହଣ କରିପାରୁନାହାନ୍ତି ଯେ ସେମାନେ ଆଜି ସରକାରରେ ନାହାନ୍ତି। ଓଡ଼ିଶାବାସୀଙ୍କ ଦ୍ୱାରା ସେ ପ୍ରତ୍ୟାଖ୍ୟାତ ହୋଇଛନ୍ତି। ମାଛ ବିନା ଜଳ ବିନା ମାଛର ଯାହା ଅବସ୍ଥା ହୁଏ, ଆଜି କ୍ଷମତା ବିନା ବିଜୁ ଜନତା ଦଳର ସେହି ଅବସ୍ଥା ହେଇଛି। ସେ କାରଣରୁ ସେ ଆଜି ବିଡ଼ି ବିଳେଇବା ହେବା ଆରମ୍ଭ କରିଛନ୍ତି। ମୁଁ ମନେ ପକାଇ ଦେଉଛି, 3 ମାସ ପୂର୍ବରୁ ଓଡ଼ିଶାରେ କୋଉ ପ୍ରକାର ସରକାର ଚାଲିଥିଲା। ଦୀର୍ଘ ଦିନ ଧରି ସରକାର ରହିଲା ପରେ ମଧ୍ୟ ସାମାନ୍ୟ ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା କରିପାରିନଥିଲେ। ଦୀର୍ଘ ଦିନ ଧରିକି ସରକାରରେ ଥିଲେ। ଏବେ ଆମେ ଦେଖୁଛୁ ତାଙ୍କ ସରକାର ଥିବା ସମୟରେ ଅଫିସରଙ୍କ ଘରୁ କୋଉ ପ୍ରକାର ଭାବରେ କୋଟି କୋଟି ଟଙ୍କାର ସମ୍ପତ୍ତି ବାହାରୁଛି। କାହା ଘରୁ ଜୁଏଲାରୀ ଯେତିକି ରହେ ସୁନା ହୀରା ସେତିକି ମଧ୍ୟ ଜଣ ଜଣଙ୍କ ଘରୁ ବାହାରୁଛି। ଏବଂ ପ୍ଲଟ କଥା ଛାଡ଼ନ୍ତୁ, ଅନ୍ୟାନ୍ୟ କ୍ୟାଶ କଥା ମଧ୍ୟ ଛାଡ଼ନ୍ତୁ। ତେଣୁ ଇଏ ହେଉଛି ତାଙ୍କ ସରକାର ସମୟର ତାଙ୍କର କୃତି। ଆଜି ଯେତେବେଳେ ଲୋକଙ୍କର ମୁଖ୍ୟମନ୍ତ୍ରୀ ଅନେକ ଲୋକାଭିମୁଖୀ କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ଭାରତୀୟ ଜନତା ପାର୍ଟି ଯାହା ତାର ସଂକଳ୍ପ ପତ୍ରରେ କହିଥିଲା ସେ ସବୁ ଗୋଟିଏ ଗୋଟିଏ ପାଳନ କରିବାରେ ଲାଗିଛି, ସେ ସମୟରେ ଏ କଥାକୁ ସେ ଗ୍ରହଣ କରିପାରୁନାହାନ୍ତି। କେବଳ ଗଣମାଧ୍ୟମରେ ରହିବା ପାଇଁ, ଚର୍ଚ୍ଚା ଭିତରେ ରହିବା ପାଇଁ ମଝିରେ ଏ ପ୍ରକାର ବିକୃତ ତଥା ବିଭ୍ରାନ୍ତିକର ତଥ୍ୟ ଦେଇକରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ। ଭଗବାନ ତାଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ। ଓଡ଼ିଶାବାସୀଙ୍କର ମ୍ୟାଣ୍ଡେଟକୁ ସେ ଗ୍ରହଣ କରନ୍ତୁ ଏବଂ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ହିସାବରେ ଓଡ଼ିଶାବାସୀଙ୍କର ସ୍ୱାର୍ଥ ସମ୍ବନ୍ଧିତ କଥା କିନ୍ତୁ ଉଠେଇ ପାରିବେ, ସେ କଥାଟା ସେ ଉଠାନ୍ତୁ, ଆମେ ତାକୁ ସ୍ୱାଗତ କରିବୁ। କିନ୍ତୁ ଏ ପ୍ରକାର ବିପରୀତ ନକାରାତ୍ମକ କଥା ଉଠାଇ ଓଡ଼ିଶାର ଯେଉଁ ପରମ୍ପରା ଅଛି, ରାଜନୈତିକ ପରମ୍ପରାକୁ ସେ ଭଙ୍ଗ ନ କରନ୍ତୁ।